ମହାକୁମ୍ଭ ମେଳା ପୂର୍ଣ୍ଣିମା ସଂକ୍ରାନ୍ତି 2001 ଦିନେ ପଡ଼ିଛି। 2025 ମସିହା। ଏହି ବିଶ୍ୱ ଶାନ୍ତି ଆଧ୍ୟାତ୍ମିକ ଯୋଗାଶ୍ରମ ଓଡ଼ିଶା ତରଫରୁ ସତ୍ୟ ସାଧୁ ବ୍ରହ୍ମଚାରୀ ଶ୍ରୀ ବିଚିତ୍ରାନନ୍ଦ ଦାସ ସରସ୍ୱତୀ ମହାରାଜଙ୍କର ଏହି ସଂସ୍ଥା ତରଫରୁ ଗତ ବର୍ଷ ରାଷ୍ଟ୍ରପତି ଅବଦୁଲ କାଲାମଙ୍କ ଶିଷ୍ୟ ଶ୍ରୀଯୁକ୍ତ ରମାକାନ୍ତ ସାହୁ ଓ କାଲାମଙ୍କ ଗୁରୁଙ୍କ ବିଚିତ୍ରାନନ୍ଦ ଦାସ ସରସ୍ୱତୀଙ୍କ ଆନୁକୂଲ୍ୟରେ ଗଢ଼ା ଯାଇଥିଲା। ସୁଭାଷ ବୋଷ ଆଜାଦ ହିନ୍ଦ ଫୌଜ ଖୋର୍ଦ୍ଧା ପାଇକ ବିଦ୍ରୋହ ସୈନ୍ୟବାହିନୀ ଗୋଟିଏ ଗଢ଼ା ଯାଇଥିଲା। ବହୁ ସଂଖ୍ୟାରେ ଏବେ ଯୋଗ ଦେଇଛନ୍ତି। ସତ୍ୟ ସନାତନ ଧର୍ମର ସୁରକ୍ଷା, ଧର୍ମଶାସ୍ତ୍ର ଗୀତାର ସୁରକ୍ଷା ତାକୁ ବୁଝା ଯାଇଥିଲା। ଚେତନା ଆସିବା ପାଇଁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବହୁ ଆଡ଼ମ୍ବର ସହିତ ଜଗନ୍ନାଥଙ୍କ ପ୍ରସାଦ ବିନା ସ୍ୱାର୍ଥ ବିନା ମୂଲ୍ୟରେ ଏହି ସଂସ୍ଥା ତରଫରୁ ବିତରଣ କରାଯାଇଥିଲା। ଏଥିରେ ଯୋଗ ଦେଇଥିବା ଏହି ସୁଭାଷ ବୋଷ ଆଜାଦ ହିନ୍ଦ ଫୌଜ ସୈନ୍ୟବାହିନୀ, ଯେଉଁ ଖୋର୍ଦ୍ଧା ପାଇକ ବିଦ୍ରୋହ ସୈନ୍ୟବାହିନୀ, ଏହି ସଂସ୍ଥାର ପ୍ରତିଷ୍ଠାତା ଓ ସୈନ୍ୟବାହିନୀ ଦ୍ୱାରା ଏହି ଶ୍ରୀ ଜଗନ୍ନାଥ ଦାସ, ବଳଭଦ୍ର ଦାସ, ରାଜେଶ କୁମାର ମହାପାତ୍ର, ସତ୍ୟବାଦୀ ବଳିଆର ସିଂ, ସୁଶାନ୍ତ କୁମାର ମହାନ୍ତି ପ୍ରବର୍ତ୍ତକ, କିଶୋର ଦଳେଇ, ସିଦ୍ଧାର୍ଥ ପଟ୍ଟନାୟକ, ଶିବାଶିଷ ମହାନ୍ତି, ଜିତୁ ବେହେରା ବିନୋଦ କାର୍ଯ୍ୟରେ ଯୋଗ ଦେଇଥିବାରୁ ଏହି ସଂସ୍ଥା ତରଫରୁ ତାଙ୍କୁ ବିଶେଷ ଧନ୍ୟବାଦ ଦିଆଯାଇଥିଲା। ଆଉ ସମାଜର ଏଇଭଳି ସେବା କରିବା ଲାଗି ବିଶେଷ ଅନୁରୋଧ ଓ ଆହ୍ୱାନ। ଜୟ ଜଗନ୍ନାଥ।